ସମସ୍ତଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଓ ଶୁଭକାମନା। ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ। ନମସ୍କାର। ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ। ଆସନ୍ତୁ ଉତ୍କଳ ଦିବସ ଉପଲକ୍ଷେ ମୋର ଗୋଟିଏ କବିତା ଶୁଣିବା। କବିତାର ଶୀର୍ଷକ ଉତ୍କଳ ଏକ ଅନୁଭବ। ମୋ ପରିଚୟ କ'ଣ, ମୁଁ କିଏ? ଯେତେବେଳେ ପଚାରେ ମୋ ମନ, ସେତେବେଳେ ନୀରବ ଭାବେ ଉଠେ ଏକ ଶବ୍ଦ, ଉତ୍କଳ। ଏହା କେବଳ ଏକ ନାମ ନୁହେଁ, ଏହା ହେଉଛି ମାଟିର ସୁଗନ୍ଧ, ପଖାଳ ଭାତର ସ୍ୱାଦ ଏବଂ ଜୟ ଜଗନ୍ନାଥ ଧ୍ୱନିର ନୀରବ ଆସ୍ଥା। ଏପ୍ରିଲ 1 ଗୋଟିଏ କ୍ୟାଲେଣ୍ଡରର ତାରିଖ ନୁହେଁ, ଏହା ଆମ ଗର୍ବ ଓ ଗୌରବର ଦିନ, ଏକତାର ପରିଚୟ, ଯେଉଁଠାରେ ପଥର ମଧ୍ୟ କଥା କହେ। କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକ୍ର ସମୟ ସହିତ ଚାଲିବାକୁ ଶିଖାଏ, ଯେଉଁଠାରେ ଭକ୍ତି ଏକ ପର୍ବ। ଜଗନ୍ନାଥ ମନ୍ଦିର ଶ୍ରୀକ୍ଷେତ୍ର ମାନବତାକୁ ଏକ ସ୍ୱତନ୍ତ୍ର ସୂତ୍ରରେ ବାନ୍ଧେ, ଯେଉଁଠାରେ ଶିଳ୍ପୀ ହେଉଛି ଜୀବନ, ଶିଳ୍ପ ହେଉଛି ଜୀବନ ଯାତନାର ଅମୂଲ୍ୟ ରତ୍ନ। ଲିଙ୍ଗରାଜ ମନ୍ଦିରର ଶିଖର ଆକାଶକୁ ଛୁଇଁ ଆସ୍ଥାର କଥା କହେ ଏବଂ ଇତିହାସ ଲୁଚି ନାହିଁ। ଉଦୟଗିରି ଗୁହା, ଖଣ୍ଡଗିରି ଗୁହା ନୀରବ ହୋଇ କହେ, ଆମେ ଅଛୁ, ଆମେ ଥିବୁ। ମୋ ମାଟି ଦେଖିଛି ଉତ୍କଳ ଗୌରବ, ମଧୁସୂଦନ ଦାସଙ୍କ ସଂଘର୍ଷ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସେବା। ମୋ ମାଟି ଦେଖିଛି, ଆଜି ମଧ୍ୟ ଆମକୁ ପଥ ଦେଖାଏ। କିନ୍ତୁ ଉତ୍କଳ କେବଳ ଗତକାଲିର କଥା ନୁହେଁ, ଆଜିର ଯୁବପିଢ଼ି ନୂଆ ଚିନ୍ତାଧାରା ନେଇ ଗଢ଼ୁଛନ୍ତି ଆଗାମୀ ଓଡ଼ିଶା। ପ୍ରତି ସ୍ୱପ୍ନରେ ଅଛି ଏକ ଆଶା, ପ୍ରତି ପଦକ୍ଷେପରେ ଅଛି ଏକ ଦିଶା। ଉନ୍ନତି, ଆତ୍ମବିଶ୍ୱାସ ଓ ପରିଚୟ। ଏହି ଉତ୍କଳ ଦିବସରେ ଆସ ଆମେ କେବଳ ଉତ୍ସବ ନୁହେଁ, ଏକ ପ୍ରତିଜ୍ଞା କରିବା, ଆମ ଭାଷାକୁ ଭଲ ପାଇବା, ଆମ ସଂସ୍କୃତିକୁ ରକ୍ଷା କରିବା ଏବଂ ଗର୍ବରେ କହିବା, ଆମେ ଓଡ଼ିଆ, ଆମ ଭାଷା ବଢ଼ିଆ, ମୁଁ ଉତ୍କଳର ସନ୍ତାନ। ଧନ୍ୟବାଦ।